ଦେଖନ୍ତୁ ଗଲା ବଜେଟ୍ ଅଧିବେଶନରେ ଓଡ଼ିଶାର ମାନବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଝାରସୁଗୁଡ଼ା ଜିଲ୍ଲା ପ୍ରତି ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ଲାଗି ଘୋଷଣା କରିଛନ୍। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀକେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲା ଛାତ୍ର ସମୀକ୍ଷ ତରଫରୁ ବିଶ୍ୱବିଦ୍ୟାଳୟ ଘୋଷଣା କରିଥିବା ହେତୁ ଆମେ ଧନ୍ୟବାଦ ଦେଲୁ ଏବଂ ଝାରସୁଗୁଡ଼ାରେ କେତେ ଶୀଘ୍ର ବିଶ୍ୱବିଦ୍ୟାଳୟଟା ପ୍ରତିଷ୍ଠା ହେଇକରି ଛୁଆମାନେ ପାଠ ପଢ଼ି ପାରବେ ବହୁତ ଦିଦି ସରକାର ମାନେ କାମ ଚାଲୁ କରନ୍ এবং তার সঙ্গে সঙ্গে বিশ্ববিদ্যালয় ঝারসুগুড়াରେ ହେବା ତାକେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବୀର କରୁଣାକର ସିଂ ନାଁରେ ନାମିତ କରିବା ଲାଗି ମଧ୍ୟ ଦାବି କରିଛୁ। ବୀର କରୁଣାକର ସିଂ ହେଉଛନ୍ କୁଲାବିରା ଜମିଦାର ଯେ ଭାରତ ସ୍ୱାଧୀନତା ସଂଗ୍ରାମରେ ନିଜର ଜୀବନ ଦେଇଛନ୍ ଏବଂ ତାଙ୍କର ପରିବାରର ତିନି ଜଣ ଇଂରେଜ ଶାସକମାନେ ଫାଶୀ ଦେଇଛନ୍ ଏବଂ ତାଙ୍କର ନାଁରେ ୟୁନିଭର୍ସିଟିଟା ଯଦି ନାମିତ ହେଇଲେ ତାଙ୍କର ବହୁତ ତାକୁ ମାନେ ଝାରସୁଗୁଡ଼ା ପ୍ରତି ବହୁତ ଗୌରବର ବିଷୟ ହେବା ଏବଂ ତାଙ୍କର ସ୍ୱାଧୀନତା ସଂଗ୍ରାମରେ ଯେନ୍ ଟାଇମ୍ ସମୟ ଦେଇଛନ୍ ଏବଂ ଶହୀଦ ହେଇଛନ୍ ଛାତ୍ରଛାତ୍ରୀ ତାଙ୍କର ଜୀବନୀ ବିଷୟରେ ଜାଣିପାରିବେ ଏବଂ ତାଙ୍କର ନାଁ ଯଦି ନାମିତ କରାଯିବ ଉଚିତ ପଦକ୍ଷେପ ସରକାର ନେବେ ବୋଲି ଆମେ ଆଶା କରୁଛୁ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଆଜି ଦାବି କରିଛୁ ଏବଂ ଝାରସୁଗୁଡ଼ା ଜିଲ୍ଲାପାଳ ମଧ୍ୟରେ ଦାବି କରିକିରି କେନ୍ତା ଶୀଘ୍ର ହେଇପାରବା ତାକୁ ଦାବି କରିଛୁ। ଦେଖନ୍ତୁ ଆଜି ଜିଲ୍ଲା ଛାତ୍ର ସମୀକ୍ଷା ପକ୍ଷରୁ ମାନ୍ୟବର ଓଡ଼ିଶା ସରକାରକୁ ଧନ୍ୟବାଦ ଜ୍ଞାପନ କରିବା ପାଇଁ ଆସିଥିଲୁ। ଆଉ ଆମ ଝାରସୁଗୁଡ଼ା ଜିଲ୍ଲାରେ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଯେଉଁ ପ୍ରସ୍ତାବ ଦେଇଛନ୍ତି ସେଇଟା ଆମ ସମସ୍ତଙ୍କ ପାଇଁ ଗୋଟେ ସ୍ୱାଗତ ଯୋଗ୍ୟ ବୋଧେ ପଦକ୍ଷେପ। ଆଉ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏବଂ ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ପାଇଁ ଆମେ ଆସିଥିଲୁ ଏବଂ ଯେଉଁ ବିଶ୍ୱବିଦ୍ୟାଳୟଟି ବନୁଛି ସେଇଟା ଶହୀଦ କରୁଣାକର ସିଂ ନାୟକଙ୍କ ଆଜ୍ଞାରେ ନାମିତ ହେଲେ ଆଉ ଭଲ। ନମସ୍କାର, ମୁଇଁ ରବି ଦାସ। ଆଜି ଆମେ ଝାରସୁଗୁଡ଼ା କଲେକ୍ଟର ଅଫିସ୍ ଆସିଛୁ ଏବଂ ଜିଲ୍ଲା ଛାତ୍ର ସମୀକ୍ଷା ତରଫରୁ ଗୋଟିଏ ଦାବିପତ୍ର ପ୍ରଦାନ କରିଛୁ। ଏହି ଦାବିପତ୍ରରେ ଆମେ ଆମ ଜିଲ୍ଲା ଛାତ୍ର ସମୀକ୍ଷା ତରଫରୁ କଲେକ୍ଟର ଜରିଆରେ ଆମେ ଶ୍ରୀଯୁକ୍ତ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀକୁ ଦାବିପତ୍ର ଦେଇଛୁ ଯେ ଆମ ଝାରସୁଗୁଡ଼ା ଜିଲ୍ଲାରେ ଗୋଟେ ଐତିହାସିକ ଯେଉଁ ବିଶ୍ୱବିଦ୍ୟାଳୟ ଘୋଷଣା କରିଛନ୍ତି ତାଙ୍କୁ ଆମେ ଧନ୍ୟବାଦ ଜଣାଉଛୁ ଏବଂ ସେଥିପାଇଁ ଆମେ ତାଙ୍କୁ ସମ୍ବର୍ଣ୍ଣନା ଜଣାଉଛୁ ଯେ ଠିକ୍ ପଦକ୍ଷେପ ଗୋଟେ ନେଇଛନ୍ତି ଏବଂ ଏହି ବିଶ୍ୱବିଦ୍ୟାଳୟ ଯେଉଁ ସ୍ଥାପନ ହେବ ତାହା ଆମ କୁଲାବିରାର ଜମିଦାର ଶହୀଦ ବୀର କରୁଣାକର ସିଂଙ୍କ ନାମରେ ନାମିତ ହେବ ବୋଲି ଆମେ ଚାହୁଁଛୁ। ଦେଖନ୍ତୁ ଆମର ଝାରସୁଗୁଡ଼ା ଜିଲ୍ଲାରେ ଯଦି ଏହି ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ ଆମ ପାଇଁ ବହୁତ ଭଲ ହେବ।